ସକାଳୁ ଉଠି କେଉଁ କାମ କରିବା ଦ୍ୱାରା ଘରକୁ ଦରିଦ୍ରତା ଆସେ ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ମଣିଷ ସକାଳୁ ଉଠିବା ପରେ ଯଦି ଏହି କାମ କରିଦିଏ, ବିନା ପୂଜା ପାଠରେ ବି ତାର ଜୀବନରେ ବହୁତ ସାରା ଖୁସି ଆସିଏ। ବିନା ପୂଜା ପାଠରେ, ବିନା ବ୍ରତରେ ମଧ୍ୟ ସେ ତାର ମନସ୍କାମନାକୁ ପୂର୍ଣ୍ଣ କରିପାରେ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣ ମାନଙ୍କୁ କେବଳ ଏହି କାମ ସକାଳୁ ଉଠିବା ମାତ୍ରେ ପ୍ରତ୍ୟେକ ଦିନ ରେଗୁଲାର କରିବାର ଅଛି। ଦେଖିବେ କିଛି ଦିନ ଭିତରେ ଆପଣଙ୍କର ଭାଗ୍ୟରେ କିପରି ପରିବର୍ତ୍ତନ ହେବାକୁ ଯାଉଛି। ଦର୍ଶକ ବନ୍ଧୁ, ବେଳେ ବେଳେ ମଣିଷ ବୃଦ୍ଧି ଭ୍ରଷ୍ଟ ହୋଇଯାଏ। ଯେତେ ବି କର୍ମ କଲେ ବି ତାର ସେ ସଫଳତା ପାଇପାରେ ନାହିଁ। କିନ୍ତୁ ଯଦି ଏକ ମଣିଷ ବାସ୍ତବିକ ଭାବରେ ସଫଳତା ପାଇବା ପାଇଁ ଚାହୁଁଥାଏ, ତେବେ ସେ ଏହି ଉପାୟକୁ ଅବଲମ୍ବନ କରିବା ଉଚିତ। ଯଦି ଆପଣ ବହୁତ କିଛି କରିବା ପରେ ବି ଆପଣଙ୍କର ଭାଗ୍ୟରେ ଉନ୍ନତି ହେଉନାହିଁ, ତେବେ ଏହି ଭିଡିଓଟି ଆପଣମାନଙ୍କ ପାଇଁ। ଅନେକ ପ୍ରୟାସ ପରେ ବି ଯଦି ଆପଣମାନେ ହାର ମାନି ଯାଉଛନ୍ତି, ଯଦି ଆପଣଙ୍କର ହାରିବା ବାରମ୍ବାର ଆସୁଛି, ତେବେ ଏହି ଭିଡିଓଟି ଆପଣମାନଙ୍କ ପାଇଁ। ଏବେ ଦର୍ଶକ ବନ୍ଧୁ, ଏହି ଭିଡିଓଟି ପ୍ରତ୍ୟେକଙ୍କ ପାଇଁ ନିଶ୍ଚୟ ମୂଲ୍ୟବାନ ଭିଡିଓଟି ଅଟେ। ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ ଅନ୍ୟମାନଙ୍କୁ ଏହି ଭିଡିଓ ଲାଇକ୍ କରିବା ପାଇଁ, ସବସ୍କ୍ରାଇବ କରିବା ପାଇଁ ନିଶ୍ଚୟ କୁହନ୍ତୁ। ଆପଣମାନେ ଯଦି ଏ ପର୍ଯ୍ୟନ୍ତ ଲାଇକ୍ ଏଣ୍ଡ ସବସ୍କ୍ରାଇବ କରିନାହାନ୍ତି, ନିଶ୍ଚୟ କରନ୍ତୁ। କମେଣ୍ଟ ସେକ୍ସନରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ତ ଜାଣିଥିବେ ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ଯେ ମଣିଷର ପ୍ରଥମ କର୍ତ୍ତବ୍ୟ କର୍ମ ହିଁ ଅଟେ। ମଣିଷ ତ କର୍ମ କରିବ, ତେବେ ସେହି କର୍ମ କଣ ଅଟେ? କେବଳ କଣ ଚାକିରି କରିବା ହିଁ କର୍ମ? ଆଉ କିଛି କର୍ମ ନଥାଏ? କେବଳ କଣ ଗୋଟିଏ ମଣିଷ ଚାକିରି କରିବା ଦ୍ୱାରା ହିଁ ସେ ତାର କର୍ମ ବୁଝେ? କିମ୍ବା ଗୋଟିଏ ଘରେ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ପରସିବା, ଘର ସଫା କରିବା, କଣ ଏହା ହିଁ ତାର କର୍ମ? ୟାଠାରୁ ଅଧିକ ସେ କଣ କିଛି କରିପାରିବ ନାହିଁ? କେବଳ ୟାକୁ ହିଁ କଣ କର୍ମ ବୋଲି କୁହାଯାଏ? ଏବେ ଦର୍ଶକ ବନ୍ଧୁ, ଆପଣମାନଙ୍କ ମତରେ କର୍ମ କଣ ଅଟେ? କଣ ଭାବୁଛନ୍ତି? କର୍ମ ହିଁ ପୂଜା। କର୍ମ ହିଁ ପୂଜା, ଯାହାକି ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ। ଏବେ ଦର୍ଶକ ବନ୍ଧୁ, ଚାଲନ୍ତୁ ସେହି କର୍ମ ଦ୍ୱାରା ସକାଳୁ ସକାଳୁ କେଉଁ କାମ କରିବା ଦ୍ୱାରା ଆପଣଙ୍କର ଘରୁ ଦରିଦ୍ରତା ଦୂର ହବ, ୟା ଉପରେ ଆଜିର ଭିଡିଓରେ ଆଜି ଆପଣମାନଙ୍କୁ ବିସ୍ତୃତ ଭାବରେ ଜଣାଉଛି। ଏବେ ଦର୍ଶକ ବନ୍ଧୁ, ପ୍ରଥମ କଥା, ଯଦି ଆପଣମାନେ ଚାହୁଁଛନ୍ତି ନିଜର ଭାଗ୍ୟ ବଦଳିବା ପାଇଁ, ତେବେ ସୂର୍ଯ୍ୟଙ୍କ ପରି ଆପଣଙ୍କୁ ଚଞ୍ଚଳ ହେବା ପାଇଁ ପଡିବ। ଅର୍ଥାତ୍ ଜଲ୍ଦି ସବୁ ଜିନିଷ ଜଲ୍ଦି ଏବଂ ସମୟରେ କରିବା ପାଇଁ ପଡିବ। ପ୍ରତ୍ୟେକ ଜିନିଷ ବର୍ତ୍ତମାନର କାମକୁ ବର୍ତ୍ତମାନ ହିଁ କରନ୍ତୁ ଏବଂ ସବୁବେଳେ ସକାଳର ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ପାଇଁ ଚେଷ୍ଟା କରନ୍ତୁ। ଯେଉଁ ବ୍ୟକ୍ତିମାନେ ବା ଯେଉଁ ଘରର ପ୍ରତ୍ୟେକ ସଦସ୍ୟ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି, ନିଜ ଘରର ମୁଖ୍ୟ ଦ୍ୱାର ଖୋଲନ୍ତି ଏବଂ ପାଣି ସିଞ୍ଚନ କରି ମୁଖ୍ୟ ଦ୍ୱାର ସଫା କରି ଘରେ ଝୁଟି ପକାନ୍ତି, ସେହି ଘରେ କେବେ ବି ଲକ୍ଷ୍ମୀଙ୍କର ଅଭାବ ରହିନଥାଏ। ଏବେ କୁହାଯାଏ ଯେ ଏମିତି କରିବା ପରେ ବି ଘରେ ଜମା ବି ଶାନ୍ତି ଶୃଙ୍ଖଳା ରହୁନି କିମ୍ବା ଘରର ଆର୍ଥିକ ପରିସ୍ଥିତି ସୁଦୃଢ ହେଉନାହିଁ। ପ୍ରଥମ କଥା, ଏସବୁ କରିବା ପରେ ବି ଯଦି ହେଉନାହିଁ, ଆପଣ କଣ କରନ୍ତୁ? ଏହା ତ ଥିଲା ପ୍ରଥମ। ଦ୍ୱିତୀୟରେ ଆପଣ ରେଗୁଲାର କଣ କରିବେ? ଏସବୁ କରିବା ପରେ ବି ଯଦି ଆପଣଙ୍କର ଆର୍ଥିକ ପରିସ୍ଥିତି ସୁଦୃଢ ହେଉନାହିଁ, ପୂଜା କରିସାରିବା ପରେ ଆଳତି କରନ୍ତୁ, କର୍ପୂର ଆଳତି କରନ୍ତୁ। ତାହାକୁ ଘର ସାରା ଘଣ୍ଟି ବଜାଇ ବଜାଇ ରାମଙ୍କର ନାମ, ଯେପରିକି ସୀତାରାମ ଜୟ ରାଜାରାମ, ଏପରି ନାମ ଜପ କରି କରି କର୍ପୂର ଆଳତିକୁ ଘରର ଚାରିଆଡେ ବୁଲାନ୍ତୁ। ରୋଷେଇ ଘର, ବେଡରୁମ, ଟଙ୍କା ରଖୁଥିବା ଜାଗା, ଏମିତି ଚାରିଆଡେ ବୁଲାଇ କରି, ବାଥରୁମକୁ ନେବେ ନାହିଁ, ବୁଲାଇ କରି ଶେଷରେ ନିଜ ଘରର ମୁଖ୍ୟ ଦ୍ୱାରକୁ ଯାଆନ୍ତୁ। ଘଣ୍ଟି ବି ବାଜୁଥିବ ଏବଂ ସେହି କର୍ପୂର ଆଳତି ଚାରିଆଡେ ଲାଗୁଥିବ। ଏପରି କରନ୍ତୁ, ଦେଖିବେ ଘରୁ ଦରିଦ୍ରତା ଦୂର ହବ। ତୃତୀୟରେ, ଯଦି ଘରକୁ କଳା ପିମ୍ପୁଡି କିମ୍ବା ଘରକୁ ରଙ୍ଗ ପିମ୍ପୁଡି ଏବଂ ମୂଷା, ଚୁଚୁନ୍ଦ୍ରା ବାରମ୍ବାର ଆସୁଛନ୍ତି, ଚୁଚୁନ୍ଦ୍ରା ତ ଭଲ ବୋଲି କୁହାଯାଏ। ଦର୍ଶକ ବନ୍ଧୁ, ଯେତେବେଳେ ଗୋଟିଏ ଜିନିଷ ଅତିରୁ ଇତି ହୋଇଯାଏ, ସେହି ଜିନିଷ କାହା ପାଇଁ ବି ଭଲ ନୁହଁ। ତେଣୁ ଚେଷ୍ଟା କରନ୍ତୁ ଯେ ମୂଷା, ଚୁଚୁନ୍ଦ୍ରା କିମ୍ବା କଳା ପିମ୍ପୁଡି ଏବଂ ରଙ୍ଗ ପିମ୍ପୁଡି ବେଶୀ ଘରକୁ ଯେପରି ନ ଆସିବେ।
कला पिंपुड़ी घरे हठात किना बाहरिबा शुभ होइता किंतु बारंबार आपनकु जेपरिक विरक्त प्रकाश आपण करूचंती बारंबार बाहरुची ए सबुर एक समाधान करंतु। एही सब जिनिस घर को बारंबार आसीबार अर्थ आपण घर को दरिद्रता आसवा पे चेष्टा करूची, अलक्ष्मी आसवा पे चेष्टा करूची। एही सब जिनिस घरू जल्दी बाहर कर दियंतु। चतुर्थ रे सकाळु सकाळु आपण माने निज घर निज दुई हातर दर्शन करिवे, जेपरिक प्रातस्मरण करिवे, निजर इष्ट देवं को नमस्कार करिवे, एही सब करिवे एवं सकाळु सकाळु भगवान को गोटे धन्यवाद जणाइबे। सकाळु सकाळु एही काम आपण मानको निश्चय करिवार अछि। जेउ व्यक्ति एही काम रेगुलर करूथाए से घरे केबे अभाव रहि न थाए, तेणु एही काम आपण माने निश्चय करंतु। पंचम रे आसुची जदि आपण माने सकाळु ब्रह्म मुहूर्त उठी जाउचंती, जदि आपनक पाखरे समय अछि सकाळ 8टा पूर्वरु निज घरे पूजा करिबा पई चेष्टा करंतु। सकाळ 8टा पूर्वरु निज घरे पूजा करिबा पई चेष्टा करंतु। संध्या समय जेतेबेले संध्या आरती आपनक घरे दिया जाए, संध्या दीप एबे भी किछि लोकनक घरे दिया जाए नाही, किंतु संध्या दीप प्रत्येकंक घरे घरर गृहिणी माने देबा निहाती दरकार अटे। संध्या पूर्वरु निज घर झाड़ू करिवे, निजर घरे अइठा बासन को सफा करिवे एवं घरर गृहिणी माने निजे सफा सुतरा हेबे, साज श्रृंगार हेबे। ठाकुरंक पाखरे ठीक संध्या समय रे जहाको गोधुली बेला कहा जाए, दिन सरुथुबो रातिर आरंभ हेउथिबो, सेही समय रे घरे दीप प्रज्वलन करंतु। निज घरर तुलसी देवी पाखरे घर ठाकुर घर पाखरे आउ गोटे दीप घरर मुख्य द्वार रे जहाकी प्रत्येक दिन जालिबा निहाती दरकार अटे। प्रत्येक दिन संध्या समय रे लक्ष्मी एवं अलक्ष्मी प्रत्येकंक घर को जाइथांती। जेउ घरे मुख्य द्वार रे दीप प्रज्वलन होइथाए सेही घरे लक्ष्मी जाआंती, तेणु चेष्टा करंतु जे घरर मुख्य द्वार रे दीप प्रज्वलन करंतु। किंतु केउठी करिवे, आपण निज घरर मुख्य द्वार को चली जिवे, घरर भीतर पट को आपणक मुह करी छिड़ा हेबे, ठीक डाहाण पटे एरुंडी बंधर तळ को ठीक डाहाण पटे दीप प्रज्वलन करिवे लक्ष्मी नारायण को उद्देश्य रे। दीप प्रज्वलन करी लक्ष्मी मां को निज घर को निमंत्रण करिवे। प्रत्येक दिन एही कार्य करिवार अछि। 41 दिन भितरे आपण निजे फरक देखिवे। घरर जेतेबेले संध्या समय रे केबे भी घर अंधार रखिबे नाही। घरे भजन तो सकाळ एवं संध्या रे निश्चय लगाइबे, जहा कि हनुमान चालीसा, सुंदरकांड एसबु लगाइबे। कनकधार स्तोत्रम, श्री सूक्तम, विष्णु सहस्र नाम, कुबेर अष्टलक्ष्मी महामंत्र एसबु प्रत्येक दिन निज घरर मुख्य घर संध्या समय एवं सकाळ समय रे मोबाइल रे भी लगाई करी थरुटी चलांतु। देखिवे घरर वातावरण घरर परिस्थिति किपरि धीरे धीरे बदलिबा पई जाउची। जेउ माने मते कमेंट रे कहिथिले जे बहुत चेष्टा पर भी एसब हमर कोनोसी उन्नति हेउ नाही बोली थरुटी एही वीडियो रे कुहा जाइथिबा कार्य सब को निश्चय करंतु। देखिवे घर दरिद्रता किपरि दूर हबो एवं प्रत्येक शुक्रवार दिन घरर महिला माने संध्या समय रे लक्ष्मी को पाखरे खीरी भोग दियंतु। खीरी मां को भोग अर्पण करंतु। संध्या समय रे एही पूजा करा जाए। निजे साज श्रृंगार हेबे, मां को विभिन्न फूल रे सजाइबे, सुंदर करी मां को पाखरे गोटे दीप प्रज्वलन करिवे। एपरि करी आपण प्रत्येक दिन शुक्रवार दिन मां को पाखरे खीरी भोग देबे एवं श्री सूक्तम 11 थर पाठ करिवे। मां को पाखरे धूप दीप झुणा देबे, पान पत्र रे मिश्री भोग देबे। एपरि करी लक्ष्मी नारायण को पूजा करिवे। शुक्रवार संध्या रे जेते भी बड़ गरीबी समस्या थाउ एही उपाय करिवा परे निश्चय दूर होई जाए। जेउ भौणी माने मते कमेंट करी जणाइचंती थरुटी शुक्रवार दिन एही उपाय को करंतु। 11 थर श्री सूक्तम पढ़िवे, 11 थर एवं खीरी भोग देबे प्रत्येक दिन शुक्रवार संध्या समय रे एवं मनरे मां को निजर दुख जणाइबे। घर को आसीबा पई कहिबे, मो घर को आसी घरु दुख दरिद्रता दूर करंतु बोली कहिबे। एपरि आपनकु कहिवार अछि। देखंतु किछि दिन भितरे
ଆପଣଙ୍କର କିପରି ଗରିବୀ ସମସ୍ୟା ଦୂର ହବ। 11ଟି ଶୁକ୍ରବାର କରିବାର ଅଛି, 11ଟି ଶୁକ୍ରବାର ଏବଂ ସେହି ଦିନ ସନ୍ଧ୍ୟା ଏବଂ ସକାଳ ସମୟରେ ଘରର ମୁଖ୍ୟ ଦ୍ୱାରରେ ଦୀପ ପ୍ରଜ୍ୱଳନ ହବ। ଘରର ମୁଖ୍ୟ ଦ୍ୱାରରେ ହଳଦୀର ସ୍ୱାସ୍ତିକ ବି କରିବେ, ଯାହାକି ଏରୁଣ୍ଡି ବନ୍ଧ ଉପରେ କରିବେ ଏବଂ ମୁଖ୍ୟ ଦ୍ୱାରରେ କିଛି ହଳଦୀ ଗୁରୁବାର ଦିନ ଏବଂ ଶୁକ୍ରବାର ଦିନ, ସଂକ୍ରାନ୍ତି ଦିନ, ଏକାଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଏହି ଦିନ ମାନଙ୍କରେ ଘରର ମୁଖ୍ୟ ଦ୍ୱାରରେ ଏରୁଣ୍ଡି ବନ୍ଧରେ ଦୁଇ ପଟେ ଦୁଇଟି ହଳଦୀରେ ସ୍ୱାସ୍ତିକ ବନାଇବେ ଏବଂ କିଛି ହଳଦୀ ସିଞ୍ଚନ କରିବେ। ପ୍ରତି ଗୁରୁବାର ଦିନ ଗଙ୍ଗା ଜଳରେ ହଳଦୀ ମିଶାଇ କରି ଘରର ଚାରିପଟେ ସିଞ୍ଚନ କରିବେ, କଣ୍ଟିନ୍ୟୁ କରିବେ। ଏପରି ଦେଖିବେ ନିଜ ଘରୁ କିପରି ଗରିବୀ ସମସ୍ୟା ଦୂର ହେଉଛି। ଆଶା କରୁଛି ଏହି ଉପାୟ ଆପଣମାନେ ନିଶ୍ଚୟ କରିବେ ଏବଂ କରନ୍ତୁ। ତାପରେ ଆପଣ ନିଜେ କମେଣ୍ଟ ସେକ୍ସନରେ ଜଣାଇବେ ଯେ କିପରି ଆପଣଙ୍କର ଘରୁ ଗରିବୀ ସମସ୍ୟା ଧୀରେ ଧୀରେ ଦୂର ହେଉଛି।